ନୟାଗଡ଼ ଜିଲ୍ଲାର ଶରଣକୂଳରେ କିପରି ଲଡୁକେଶର ବା ଲଡୁ ବାବା ଆବିର୍ଭାବ ହେଲେ ଚାଲନ୍ତୁ ଜାଣିବା। ହଜାର ହଜାର ବର୍ଷ ତଳେ ଏଠାକାର ଭଣ୍ଡାର ପାହାଡ ତଳେ ବାଣାସୁର ନାମକ ଏକ ରାକ୍ଷସ ସ୍ୱୟଂ ଆବିର୍ଭୂତ ଶିବଲିଙ୍ଗକୁ ପୂଜା କରୁଥିଲା, ଯେଉଁଥିରେ ଅର୍ଦ୍ଧଚନ୍ଦ୍ର ଏବଂ ସୁଦର୍ଶନ ଚକ୍ରର ଚିହ୍ନ ଖୋଦିତ ଥିଲା। ବାଣାସୁରର ମୃତ୍ୟୁ ପରେ ସେହି ପାଷାଣ ରୂପକ ଶିବଲିଙ୍ଗଟି ହଜାର ହଜାର ବର୍ଷ ଧରି ପୂଜା ପାଇପାରିନଥିଲା। ସେଇଥିପାଇଁ ଦେବୀ କାମଧେନୁ ହରିହର ଗ୍ରାମର ଲଡୁ ବେହେରା ନାମକ ଗୌଡ ଘରେ ଏକ କଳା ଗାଈ ରୂପେ ଜନ୍ମ ହେଲେ। ସେଇ କଳା ଗାଈଟି ସବୁଦିନେ ଯାଇ ସେହି ଶିବଲିଙ୍ଗ ଉପରେ ଉତ୍ତରମୁହାଁ ହୋଇ ଦୈନିକ କ୍ଷୀର ଅଭିଷେକ କରି ଆସୁଥିଲା। ତେଣୁ ଯେତେବେଳେ ବି ଲଡୁ ବେହେରା ସେ କଳା ଗାଈର କ୍ଷୀର ଦଉଥିଲା, ତାର କ୍ଷୀର ବାହାରୁ ହିଁ ନଥିଲା। ଆରେ ମୁଁ ଲକ୍ଷ୍ୟ କରୁଛି ଏଇ ଗାଈଟା ବହୁତ ଦିନ ହେଲା କ୍ଷୀର ଜମା ଦଉନି, କିଏ ଗୋଟେ ଏହାର କ୍ଷୀର ନିଶ୍ଚୟ ଚୋରି କରୁଛି। ଯାଉଛି ଏଇ ଗାଈର ପିଛା କରିକି ଦେଖିବି। ତାପରେ ଲଡୁ ବେହେରା ସେ ଗାଈର ପିଛା କରିଥିଲା ଏବଂ ଗାଈଟି ନିତିଦିନ ପରି ଯାଇକି ସେ ପଥର ଉପରେ କ୍ଷୀର ଅଭିଷେକ କରିଥିଲା। ଆରେ ହେ ଗାଈ, ମୋର ଖାଇବୁ ଆଉ ଆସିକି ଏଇ ପଥର ଉପରେ କ୍ଷୀର ଦେବୁ, ରହ ତତେ ଠେଙ୍ଗାରେ ପାହାରେ ଦଉଛି। ଗାଈଟି ଗୌଡକୁ ରାଗିବାର ଦେଖି ଡରିକି ଉତ୍ତର ଆଡକୁ ଦୌଡି ପଳାଇଥିଲା ଏବଂ ଭୁଲବଶତଃ ଲଡୁ ବେହେରାର ଲାଠିଟି ସେ ପଥର ଉପରେ ବାଜି ଯାଇଥିଲା ଏବଂ ସେହି ପଥରରୁ ପ୍ରଚୁର ରକ୍ତ ବାହାରିଥିଲା। ସେହି ପଥର ଉପରେ ଗାଈର ଖୁରା ଚିହ୍ନ ସହିତ ଅର୍ଦ୍ଧଚନ୍ଦ୍ର ଏବଂ ସୁଦର୍ଶନ ଚକ୍ର ଚିହ୍ନ ଦେଖି ଲଡୁ ବେହେରା ଡରି ଯାଇ ସବୁ କଥା ଗାଁ ବାଲାଙ୍କୁ କହିଥିଲା। ରାଜାଙ୍କ ପାଖରେ ଏକଥା ପହଞ୍ଚିଲା ପରେ ରାଜା ଲଡୁ ବେହେରା ଏବଂ ଅନ୍ୟାନ୍ୟ ଲୋକ ଯାଇ ସେ ଦିବ୍ୟ ଶିବଲିଙ୍ଗ ପାଖରେ ପହଞ୍ଚିଥିଲେ ଏବଂ ରାଜା ଜାଣିପାରିଲେ ଯେ ଏହା ମହାଦେବଙ୍କ ଚମତ୍କାର। ତେଣୁ ସେ ଏହା ଉପରେ ଏକ ମନ୍ଦିର ନିର୍ମାଣ କରାଇଥିଲେ, ଯେଉଁଠି ଏବେ ବି ସେହି ଗୋଟିଏ ଶିବଲିଙ୍ଗ ଉପରେ ଉଭୟ ଶିବ ଏବଂ ବିଷ୍ଣୁଙ୍କୁ ପୂଜା କରାଯାଉଛି। ଏବଂ ସେହି ଲଡୁ ବେହେରା ଗୌଡ ନାମରେ ସେ ଲଡୁ ବାବା ବା ଲଡୁକେଶର ବାବା ନାମରେ ପ୍ରସିଦ୍ଧ ହେଲେ। ଜୟ ଲଡୁକେଶର ବାବା।